हेलो हाय नमस्ते भलरे थांतु समस्ते मो मिलन वर्तमान आज हूँ शुक्रवार मुझे शुक्रवार दिन मु चांदी माछ तरकारी करी खाइबी बोली किंतु समय अभाव हो पारला नहीं। आज मु माछ भजा करची ता सहित पखाल मु सब प्राय पखाल खाऊ चेष्टा करे ना समय अभाव करें से पखाल भी देह भल पखाल ने बासी पखाल रोसे हुए भात ठंडा है घंटाटे पर मुझे पानी मिसई लेंबू चुपुड़ी पियाज लंका माछ भजा हो जेकोसी भजा आइटम हो जन्नी भजा हो पोटल भजा हो कुंदुड़ी भजा हो आलू भजा हो जहाँ भी हो एनी भजा मु भजा सहित खाईदिए पियाज लंका होगला मोर किसी दरकार ना। देखो मु कौन कौन खाइबी माछ 2 पीस अच्छी पियाज अच्छी लंका अच्छी भात अच्छी लेंबू चुपुड़ी मुझे नहीं आसी भात माछ मु खाइबी। देखो ये माछ चांदी माछ पूरा भजा है बढ़िया से 2 पीस मुझे आनी आहरी अच्छी टे खाई दूसरी बर्तमान कौन करिया भाई शूटिंग करिया बहुत प्रोब्लेम होची एकुटिया शूटिंग करिया बहुत प्रोब्लेम सब काम निजे करिया पड़ुछि ता सहित शूटिंग करिया पड़ुछि। बर्तमान मु खाइबी कैमरा दवा देखिया ठीक है बोधे माछ तो पियाज लंका मु प्रबल लंका खाए मत सब पखाड़ देदेले किसी भजा देदेले मु खाइदेवी। सबले रोही माछ भाकुर माछ खाई खाई भल लगे मुझे देखिली समुद्र माछ इच्छा है समुद्र माछ आने छोट भी थिला कंटा बेसी भी नहीं टेस्ट अच्छी समुद्र माछ बहुत टेस्ट कंटा बेसी ना कि जो कंटाटी अच्छी बहुत स्ट्रंग कड़कड़िया भाजी थी भजार गोटे वीडियो मु पकई अपन देखिपारे मो चैनल को मिलन टीवी ओडिया लंका मोर फेवरेट माछ माछ भजा मो प्राय 5-10 पीस देले भी खाईदेवी कि तरकारी खाई पार एथर आम कि माछ खाइला बेले वीडियो करिया कथा नुहे कहीं कंटा लग देहर तंटी लग कंटा से मु बड़ रिक्स रे
ପିଆଜ ଏ ଧଳା ଧଳା ପିଆଜଟା ଭଲ ଲାଗେ। ରାଗ ଆଗରୁ ତ ପିଆଜ ଆସୁଥିଲା ଲାଲ ଲାଲ, କିନ୍ତୁ ସେ ପିଆଜ ଆସୁନି ଏବେ। କିନ୍ତୁ ଲଙ୍କା ମୋର ଗୋଟେ ପିଆଜ ହେଇଗଲେ ହେଇଯିବ, କିନ୍ତୁ ଲଙ୍କା ମିନିମମ୍ 4-5ଟା, ଯେତେ ରାଗ ଥାଉ ଯାହା ଥାଉ ମୁଁ ଖାଇଦେବି। ମୋର ସବୁଠୁ ମାଛର ମୁଣ୍ଡ ଭଲ ଲାଗେ। ଆମେ ଏଥର ରେଗୁଲାର ବର୍ଷା ଦିନ ସମୟ ଯେତେବେଳେ ହେଉଛି ମୋତେ ଆପଣଙ୍କୁ ଯାହା ଯାହା ରୋଷେଇ କରିବି ଖାଇବି ଆପଣମାନଙ୍କୁ କହିବି। ମୋତେ ଯେଉଁଟା ଆସେ ବ୍ୟାଚଲର ଲାଇଫ୍ରେ, ଯେଉଁଟା କରି ଖାଇ ହେଇଯିବ ଜଲ୍ଦି। ମୁଁ ଯେହେତୁ ବ୍ୟାଚଲର ଅଛି, ଫ୍ୟାମିଲି କେହି ନାହାନ୍ତି ଘରେ, ତ ମୁଁ ଯେଉଁଟା ସୁବିଧା ସେଇଟା ମୁଁ କରିକି ଖାଉଛି। ଯେଉଁ ଭାଇମାନେ ବ୍ୟାଚଲର ଅଛନ୍ତି କିମ୍ବା ଘରେ ଏକା ରହୁଥିବେ, ସେ ଭାଇମାନେ ଖାଇପାରିବେ। ଯେକୌଣସି ଆଇଟମ୍ କରି ଆପଣ ଖାଇପାରିବେ। ହୋଟେଲରେ ଖାଇବା ଅପେକ୍ଷା ମୁଁ ପ୍ରାୟ ହୋଟେଲରେ ଖାଇବାକୁ ଭଲ ଲାଗୁନି। ବାସି ଜିନିଷ ପ୍ରାୟ ସବୁ ହୋଟେଲ ନୁହେଁ, କିଛି ହୋଟେଲରେ ବାସି ଜିନିଷ ଦିଅନ୍ତି। ବାସି ଜିନିଷ ଖାଇ ମୋ ଦେହ ମଝିରେ ଖରାପ ହେଲା। ମୁଁ ସେଦିନଠାରୁ ଘରେ ରୋଷେଇ ଜିନିଷ ସବୁ ଆଣି ରଖିଦେଇଛି। ଦେଖନ୍ତୁ ଗୋଟେ ମାଛ ମୁଁ ପୁରା ଖାଇସାରିଲିଣି। ଆପଣଙ୍କ ସହିତ କଥା ହେଇ ବହୁତ କଣ୍ଟା ଜମା ନାହିଁ, ମଝି କଣ୍ଟାଟା ଅଛି, କିନ୍ତୁ ଯେଉଁ କଣ୍ଟା ଗୋଟେ ଗୋଟେ ଅଛି ଭାରି ଷ୍ଟ୍ରଙ୍ଗ, ମାନେ ସେ କଣ୍ଟା ପୁରା ଭାଙ୍ଗିବନି କି ନରମ ବି ହେବନି। ଆପଣମାନେ ଯିଏ ବି ଏକା ରହୁଛନ୍ତି, ଘରେ କେହି ନାହାନ୍ତି, ଯେକୌଣସି ଗୋଟେ ଆଇଟମ୍ ବନେଇକି ଖାଇପାରିବେ। ମୁଁ ପ୍ରାୟ ସରିଲା ଖାଇବା। ଆପଣ ଛୋଟ ଛୋଟ ମାଛ ବି ଆଣି ଘରେ ରଖିପାରିବେ, ବେଶୀ ପଇସା ନୁହଁ। ମୁଁ ଆଣିଲି କିଲୋ 180 ଟଙ୍କା ନେଲା, ଅଧା କେଜି ଆଣିଥିଲି। ମୋର ଉଠିଥିଲା ସେଦିନ ଖାଇଥିଲି 4ଟା, ଆଜି ଅଛି 3ଟା, 7ଟା ଉଠିଥିଲା। ମୁଁ କହିଲି ଭଲ ପଡ଼ିବ, ଭାଇ କହିଲେ ଏଇଟା ନିଅନ୍ତୁ, ବଢ଼ିଆ ମାଛ, ସବୁବେଳେ ତ ରୋହି ଭାକୁର ଖାଉଛନ୍ତି, ଆଜି ଏଇଟା ନିଅନ୍ତୁ। ମୁଁ ଆଣିଥିଲି ବୁଧବାର। ମୁଁ କହିଲି ଗୁରୁବାର କାଲି ଥିଲା, କାଲି ଆଉ ଖାଇପାରିଲିନି। ମୁଁ କହିଲି ପୁଣି ମୁଁ ଶୁକ୍ରବାର ମାଛ ତରକାରୀ କରି ଖାଇବି। କିନ୍ତୁ ଏତେ ସମୟ ଅଭାବ ରହୁଛି ପ୍ରବଳ, କାହିଁକିନା ମୁଁ ସାଇଟ୍ରୁ ଆସିଲି, ଆସିଲା ପରେ ଚା କରି ପିଇଲି, ତାପରେ ଟିକେ ଭିଡ଼ିଓ ତାକୁ ଏଡ଼ିଟିଂ କଲି, କରୁ ଟାଇମ୍ ଲାଗିଗଲା। ମୁଁ କହିଲି ନାଇଁ, ମାଛ ତରକାରୀ କରିହେବନି, ଏକୁଟିଆ ଲୋକ ମାଛ ତରକାରୀ କରି ଖାଇବି। ପୁଣି କାଲି ହେଉଛି ଶନିବାର, ମୁଁ ପ୍ରାୟ କେତେଟା ବାରରେ ଖାଏନି, ଶନିବାର ଖାଏନି, ଶୁକ୍ରବାର ଖାଏ, ବୁଧବାର ଖାଏ, ରବିବାର ଖାଏ। ଆଜିକାଲି ଯିଏ ଯାହାର ଇଚ୍ଛା ଯେତେବେଳେ ଖାଉଛି, କିନ୍ତୁ ମୁଁ ଏମିତି ଖାଏ।
ସଂକ୍ରାନ୍ତିରେ ଖାଏ ନା। ବହୁତ ଲୋକ ଖାଉଛନ୍ତି। ମାନେ ଆଇଁଷ ଖାଏ ନା ସଂକ୍ରାନ୍ତିରେ। ଏଥର ଆଗରୁ ଆପଣମାନଙ୍କୁ ମୁଁ ମୋ ଫେସ୍ରେ ଦେଖାଉନଥିଲି, ଏବେ ଧୀରେ ଧୀରେ ବହୁତ କମେଣ୍ଟ ଆସିଲା ଯେ ଭାଇ ଫେସ୍ କାହିଁ ଦେଖାଉନ। ଠିକ୍ ଅଛି, ଫେସ୍ ଦେଖେଇବା, କିନ୍ତୁ କ୍ୟାମେରା ଧରିବା ପାଇଁ କେହି ନଥିବାରୁ ଏକୁଟିଆ ଗୋଟେ ହାତରେ ଧରିବି, ଗୋଟେ ହାତରେ ଭିଡ଼ିଓ ସୁଟିଂ କରିବା ବହୁତ କଷ୍ଟ। ତା ଭିତରେ ମୁଁ କହିଲି ନାଇଁ, ଗୋଟେ ଷ୍ଟାଣ୍ଡଟେ ଆଣିବା। ଯାହା ହଉ ଭଗବାନ ଦୟାରୁ ଗୋଟେ ଷ୍ଟାଣ୍ଡଟେ ମୋତେ ଆମ ସିମେଣ୍ଟ କମ୍ପାନୀ ଡାଲମିଆ ସିମେଣ୍ଟର कंपनी तरफ मत गिफ्ट मिली मोर स्टैंडटे भगवान करदे। पुणी प्राय सरीगला मोर खाइबा। देखु माछ पूरा शेष, खाली पियाज टा खाईदेवी, भात भी शेष। रही जय जगन्नाथ।